ତିନି ଦଶ ତିନି ମାଳା ଜପ ହୁଏ ତାର 1,24,000 ଜପ ହୁଏ। ପ୍ରାରବ୍ଧ ଜନିତ ଦୁଃଖ ରୋଗ ନଷ୍ଟ ହୁଏ। ଲଘୁ ଅନୁଷ୍ଠାନ ଅଟେ ନବରାତ୍ର ବ୍ରତ 24,000 ଜପ ଅଟଇବି ତ ନିତ୍ୟ 29 ମାଳାର ଜପ ହୁଏ। ଦାରିଦ୍ର୍ୟ ସଙ୍କଟ ଯଶ ଦୂର ହୁଏ। ଉକ୍ତ ତିନି ଅନୁଷ୍ଠାନେ ନିୟମ ଯେ ଏକ ଦିନକ ଥରେ ଆହାର ହୁଏ ସାତ୍ୱିକ। ଦିନକ ଥରେ ଆହାର ହୁଏ ସାତ୍ୱିକ। ସାମର୍ଥ୍ୟ ଯଦି ହୋଇବ ଅସ୍ୱାଦ ଭୋଜନ ଉପଯୁକ୍ତ ତପ ତାହା ଅଟଇ ପ୍ରମାଣ। ନିଜର କାମ ନିଜେ କରିବ ଅନୁଷ୍ଠାନେ ଭୂମିରେ ଶୟନ କରି ରହିବ ମୌନେ। ବଳକା ସମୟେ ନିତ୍ୟ ସ୍ୱାଧ୍ୟାୟ କରିବ ସନ୍ଧ୍ୟାରେ ଆରତି ଚାଳି ସାଗୀତ ବୋଳିବ। ସତ୍ସଙ୍ଗ କରିବ ଗୁଣଗାନ ମାତା ଗାୟତ୍ରୀଙ୍କୁ ସବୁ କରି ସମର୍ପଣ। ଅନ୍ତିମ ଦିନ ଯଜ୍ଞ କରି ଆହୁତି ଦେବ ଜପର ଦଶାଂଶ ଭାଗ ହୋମ ଯେ କରିବ। ହୋମ ଦଶମାଂଶ ଭାଗ ବ୍ରାହ୍ମଣ ଭୋଜନ ସ୍ୱରୂପରେ ବାଣ୍ଟିବ ଧର୍ମ ପୁସ୍ତକ ମାନ। ଗାୟତ୍ରୀ ସାଧକ ଡାକି ଯଜ୍ଞ କରାଇବ ଅଥବା ପୁରୋହିତଙ୍କୁ ଡାକି ଉଦ୍ଯାପିବ। ଯଦି ସାମର୍ଥ୍ୟ ନହିବ ଯଜ୍ଞ ଆହୁତିକୁ ସେତିକି ଜପ କରିବ ସନ୍ଧ୍ୟା ସମୟକୁ। ଏମିତି କଲେ ସମ୍ପନ୍ନ ହେବ ଅନୁଷ୍ଠାନ ସମସ୍ତ ମନୋକାମନା ହୋଇବ ପୂରଣ। ସାଧନା ଅଭିଯାନର ଯେ ବ୍ରତ ବିଧାନ କହୁଛି ବର୍ଣ୍ଣନ କରି ସାବଧାନେ ଶୁଣ। 1 ବର୍ଷର ସଂକଳ୍ପ ଅଟେ ଏହି ବ୍ରତ 5 ଲକ୍ଷ ଜପରେ ହୋଇବ ସମାପତ। ନିତ୍ୟ ଜପ କରିବ 15 ମାଳା ଜାଣ ସଂକଳ୍ପ କରିବ ଶୁକ୍ଳ ଏକାଦଶୀ ଦିନ। ଯେକୌଣସି ଏକାଦଶୀ ସଂକଳ୍ପ କରିବ ସବୁ ଏକାଦଶୀ ଉପବାସରେ ରହିବ। ଜଳାହାର କିମ୍ବା ଫଳ ମୂଳାଦି ସେବନ ଏତିକି କରିବ ପ୍ରତି ଏକାଦଶୀ ଦିନ। ନିଜର ସୁବିଧା ଦେଖି ଅସ୍ୱାଦ ଭୋଜନ ସପ୍ତାହରେ ଥରେ କରିବ ତା ନିର୍ଦ୍ଧାରଣ। ଏ ଭିତରେ ହେବ 3 ଲଘୁ ଅନୁଷ୍ଠାନ ଶାରଦୀୟ ବାସନ୍ତିକ ଓ ଗ୍ରୀଷ୍ମକାଳୀନ। ଶାରଦୀୟ ନବରାତ୍ର ଆଶ୍ୱିନ ମାସରେ ଶୁକ୍ଳ ପ୍ରତିପଦାରୁ ନବମୀ ଦିନ ଚାଲେ। ବାସନ୍ତିକ ନବରାତ୍ର ଚୈତ୍ର ମାସେ ପୁଣ ଶୁକ୍ଳ ପ୍ରତିପଦାରୁ ନବମ ଦିନ ଜାଣ। ଜ୍ୟେଷ୍ଠ ମାସର ଶୁକ୍ଳ ପକ୍ଷ ପ୍ରତିପଦାରେ ନବମୀ ଦିନ ପର୍ଯ୍ୟନ୍ତ ଏହି ବ୍ରତ ଚାଲେ। ଏପରି ସାଧନାରେ ଖଣ୍ଡଇ ପାପ ମାନ ଦୋଷ ତ୍ରୁଟି ସମସ୍ତ ହୋଇଥାଏ ମାର୍ଜନ। ଅଭୀଷ୍ଟ କାମନା ଫଳ ପ୍ରାପ୍ତ ହୋଇଥାଏ। ଶୁଣ ନାରଦ ଏଥିରେ ସଂଶୟ ନଥାଏ। ଧର୍ମର ବିସ୍ତାର କଲେ ଖଣ୍ଡଇ ପାତକ ମନର ବାଞ୍ଛିତ ଫଳ ମିଳଇ ଅନେକ। ଗ୍ରହମାନଙ୍କ ବାଧାରୁ ହେବାକୁ ମୁକ୍ତ ସୌଭାଗ୍ୟ ବର୍ଦ୍ଧନ ପାଇଁ ଦିନକୁ ଦିନ ତ
ଯିଏ ମନାସି କରିବେ ତାହାର ପ୍ରଚାର, ନିଶ୍ଚୟ ଗାୟତ୍ରୀ ମାତା ହରିବେ ତା କାଳ। ପ୍ରଚାରର ବ୍ରତ କହୁଛି ଶୁଣ ଦେବର୍ଷି, ନଷ୍ଟ ହୁଏ ପାପ ପ୍ରଚାର କଲା ମାତ୍ରେତି। ଯେକୌଣସି ମାସ ଶୁଭ ଦିନ ଗୁରୁବାର, ଯେକୌଣସି ମାସ ଶୁଭ ଗୁରୁବାର ଦିନ, ସଂକଳ୍ପ କରି ଏ ବ୍ରତ କରିବ ଧାରଣ। ନିଜର ପାଖ ପଡ଼ିଶା ଘରକୁ ବୁଲିବ, ହଳଦିଆ ଚାଉଳରେ ନିମନ୍ତ୍ରଣ ଦେବ। 24 ଘରକୁ ଯାଇ ନିମନ୍ତ୍ରଣ ଦେବ, ଏକ ଏକ ଦୀପ ଆଣିବା ପାଇଁ କହିବ। ଗାୟତ୍ରୀ ସାଧକ ଅବା ପୁରୋହିତ ଡାକି, ପୂଜା କରିବ ଗାୟତ୍ରୀ ଗୁରୁ ଚିତ୍ର ସ୍ଥାପି। ବେଦୀରେ ସ୍ଥାପନା କରି ହଳଦିଆ ବସ୍ତ୍ର, ତା ଉପରେ ରଖିବ ଦେବ ସ୍ଥାପନା ଚିତ୍ର। ପଞ୍ଚବର୍ଣ୍ଣ ଗୁଣ୍ଡରେ ଗାୟତ୍ରୀ ଯନ୍ତ୍ର ଲେଖି, ତାହା ଉପରେ ସ୍ଥାପିବ ସୌଭାଗ୍ୟ କଳସୀ। କଳସରେ ଆମ୍ବ ଡାଳ ନଡ଼ିଆ ଯେ ଦେବ, କଳସ ସାମ୍ନାରେ ଅଖଣ୍ଡ ଦୀପ ଜାଳିବ। ଗୁରୁଜୀ ମାତାଜୀ ଗାୟତ୍ରୀ ମାତାଙ୍କୁ ଧ୍ୟାଇ, ପୂଜା ଆରମ୍ଭିବ ପଡ଼ୋଶୀ ମାନଙ୍କୁ ରାଇ। ଯେକୌଣସି ସମୟରେ କରିବ ପୂଜନ, ତ୍ରିସନ୍ଧ୍ୟା ସମୟ ଉତ୍ତମ ଅଟଇ ଜାଣ। ଯୁଗ ଯଜ୍ଞ ପଦ୍ଧତି ପୁସ୍ତକ ଅନୁସାରେ, ପୂଜନ କରିବ ମାତା ଗାୟତ୍ରୀ ଶ୍ରଦ୍ଧାରେ। ସ୍ୱସ୍ତିକ ଚିହ୍ନ କିମ୍ବା ଓଙ୍କାର ଯେ ଲେଖିବ, 24 ଦୀପ ତାହା ପରେ ସଜାଇ ଦେବ। ଅଗ୍ନି ସ୍ଥାପନ ମନ୍ତ୍ରରେ ଦୀପକୁ ଜାଳିବ, ସମସ୍ତଙ୍କୁ ସଦବୁଦ୍ଧି ଯାଚନା କରିବ। ଭାବନାରେ ମନ୍ତ୍ରାହୁତି କରିବ ଭକ୍ତିରେ, 24 ମନ୍ତ୍ରରେ ଆହୁତି ଦେବ ଶ୍ରଦ୍ଧାରେ। ପଡ଼ୋଶୀ ମାନଙ୍କୁ ମଧ୍ୟ ମନ୍ତ୍ରରେ ଆହୁତି ଦେବା ପାଇଁ କହିବ, ବିନୟ ଭାବରେଟି। ମନ୍ତ୍ରାହୁତି ପରେ ମହା ମୃତ୍ୟୁଞ୍ଜୟ ମନ୍ତ୍ର, ଆହୁତି ଦେବ ସଭିଙ୍କ ଉତ୍ତମ ସ୍ୱାସ୍ଥ୍ୟର। ଦେବ ଦକ୍ଷିଣା ସ୍ୱରୂପେ ପୂର୍ଣ୍ଣାହୁତି ମନ୍ତ୍ରେ, ନିଜର ଦୋଷ ତ୍ରୁଟି ଛାଡ଼ିବ ଶପଥରେ। ଭାବନାରେ ଗାୟତ୍ରୀ ମା ତାଙ୍କୁ ଅର୍ପିବ, ଦୋଷ କ୍ଷମା କର ବୋଲି ପ୍ରଣାମ କରିବ। ପୂର୍ଣ୍ଣାହୁତି ପରେ ଗାୟତ୍ରୀ ମହିମା ଗୀତ ପଢ଼ି ଶୁଣାଇବ ଯିଏ ଥିବେ ଉପସ୍ଥିତ। ଧୈର୍ଯ୍ୟ ଧରି ଶୁଣିବେ ଯେ ଏହାକୁ ଶ୍ରଦ୍ଧାରେ, ତାର ମନୋକାମନା ବି ପୂରିବ ଚିରେ। ଅଧାରୁ ଯେ ଜନ ଉଠି ପଳାଇଣ ଯିବ, ନିଶ୍ଚୟ ତାହାକୁ ଫଳ ବିଳମ୍ବେ ମିଳିବ। ଗୀତ ସରିଗଲା ପରେ ଆରତି
କରିବ। ଘଣ୍ଟ ଶଙ୍ଖ ବଜାଇ ଯେ ହୁଳହୁଳି ଦେବ। ହରି ବୋଲ ଦେବ ଭାଇ ମାନେ ଭକ୍ତି ଭରେ। ଗାୟତ୍ରୀ ମହିମା କଥା ସୁମରି ଅନ୍ତରେ। ଏହିପରି ଦୀପ ଯଜ୍ଞ କରିବ ସଂକଳ୍ପ। 1 3 5 7 କିମ୍ବା 12 ମାସ। ସଂକଳ୍ପ ଦିନ ଡାକିବ ଗାୟତ୍ରୀ ସାଧକ। ଅବା ପୁରୋହିତ ଯିଏ ଥିବେ ଉପଲବ୍ଧ। ଉଦ୍ଯାପନ ଦିନ ମଧ୍ୟ ତାହାଙ୍କୁ ଡାକିବ। ତାଙ୍କ ଦ୍ୱାରା ହୋମ ଯଜ୍ଞ ଆହୁତି ଯେ ଦେବ। ବାକି ସପ୍ତାହକ ଦିନ ନିଜେ କରୁଥିବ। ପୂଜା ପରେ ପ୍ରସାଦ ଯେ ବଣ୍ଟନ କରିବ। ଯୁଗ ଋଷିଙ୍କର ନିଜ ଲେଖିଲା ପୁସ୍ତକ। ବଣ୍ଟନ କରିବ ଉଦ୍ଯାପନ ଦିନରେ ଏକ। ଯୁଗ ଋଷି ଅଟନ୍ତି ଯେ ବେଦର ମୂରତି। ପଣ୍ଡିତ ଶ୍ରୀରାମ ଶର୍ମା ନାମରେ ଯାଖ୍ୟାତି। ମାତାଜୀ ଅଟନ୍ତି ଦେବୀ ଭଗବତୀ ଶର୍ମା। ସଜଳ ସଦା ଯିଏ ବାତ୍ସଲ୍ୟର ପ୍ରତିମା। ସଂସାରେ ଧର୍ମ ପ୍ରଚାର ଏହା ତାଙ୍କ କାମ। ଏ କାମେ ଯେ କରିବ ସମୟ ଅଂଶଦାନ। ଗୁରୁଦେବ ତାହାଙ୍କର କାମ ଯେ କରିବେ। ଗାୟତ୍ରୀ ମାତା ତାଙ୍କର ଦୁଃଖ ହରି ନେବେ। ନିଶ୍ଚୟ ଏ ସତ୍ୟ ଅଟେ ନାହିଁଟି ସଂଶୟ। ଗୁରୁଦେବଙ୍କର ଏହା ଅଟେ ମହାବାକ୍ୟ। ଗୁରୁଦେବ କହୁଛନ୍ତି ଆହେ ପରିଜନ। ତୁମ୍ଭେ ମୋର କାମ କର ମୁଁ କରିବି ତୁମ। ଏଣୁ ଶ୍ରଦ୍ଧାରେ ସମୟ ଅଂଶଦାନ କରି ପ୍ରଚାର କରିବ ଗୁରୁ ଦେବଙ୍କୁ ସୁମରି। ସମସ୍ତ ପାତକ ତୁମ୍ଭ ହୋଇବ ବିନାଶ। ମନୋକାମନା ତୁମ୍ଭର ପୂରିବ ଅଶେଷ। ନିତ୍ୟ କରୁଥିବ ସମୟ ଓ ଅଂଶଦାନ। 5 ଜଣ ଲୋକଙ୍କୁ ଧର୍ମରେ ନେବ ପୂର୍ଣ୍ଣ। ଧର୍ମ ପଥେ ଚାଲିବା ପାଇଁ କହିବ ତାକୁ। କହିଲା ମାତ୍ରେ ମିଳିବ ପୁଣ୍ୟ ଯେ ତୁମକୁ। ଯିଏ ଆସୁ ବା ନ ଆସୁ ଧ୍ୟାନ ତାନ ଦେବ। ତୁମ୍ଭର କର୍ତ୍ତବ୍ୟ ତୁମ୍ଭେ ପାଳନ କରିବ।
ଯିଏ ଆସିବ ତାହାକୁ ସାଦରେ ସମ୍ମାନ ଦେଇ କରିବ ତାଙ୍କୁ ଧର୍ମେ ପ୍ରୋତ୍ସାହନ। ଧର୍ମେ ନ ଚଳିବା ଲୋକ ଅଟେ ବଡ଼ ପାପୀ, ତାର ଦଣ୍ଡ ସିଏ ଭୋଗିବ ନିଶ୍ଚେ ଦିନେଟି। ହେ ଭକତ ଶ୍ରେଷ୍ଠ ଏହି ବ୍ରତର ବିଧାନ, ପ୍ରଚାର କର ତା ଯାଇ ମର୍ତ୍ତ୍ୟକୁ ବହନ। ଅପୁତ୍ରିକ ଜନ ନିଶ୍ଚୟ ପୁତ୍ର ପାଇବେ, ବୁଦ୍ଧିହୀନ ଜନ ସଦବୁଦ୍ଧି ଲାଭ ହେବେ। ଦୀନ ଦରିଦ୍ର ପାଇବେ ଅପାର ସମ୍ପତ୍ତି, କୋଟି ଜୀବ ଗ୍ରହ ବାଧା ଶୋକ ଓ ବିପତ୍ତି। ରୋଗୀ ହୋଇବେ ଆରୋଗ୍ୟ ବ୍ରତ ଆଚରିଲେ, ମୂର୍ଖ ପଣ୍ଡିତ ହୋଇବେ ବ୍ରତରେ ଚାଲିଲେ। ଛୋଟା କେମ୍ପାକୁ ଯା ଯେତେ ସୁଖ ପ୍ରାପ୍ତ ହେବେ, କୁଷ୍ଠରୋଗୀ ମାନେ ରୋଗରୁ ମୁକୁଳି ଯିବେ। କୁମାରୀ କନ୍ୟା ମାନଙ୍କୁ ମନ ଲାଖିପତି, ପ୍ରାପ୍ତ ହୋଇବ ନିଶ୍ଚେ ହେଲେ ଏହି ବ୍ରତି। ଭୂତ ପ୍ରେତ ପିଶାଚ ପାଖ ନ ମାଡ଼ିଥାନ୍ତି, ଗ୍ରହ ବାଧା ମାନେ ସବୁ ଖଣ୍ଡିତ ହୁଅନ୍ତି। ଜୟ ଗାୟତ୍ରୀ ମାତା ଜୟ ହେ ଗୁରୁଦେବ, ତୁମ୍ଭର ମହିମା ଗାନ କରନ୍ତୁ ମାନବ। ତୁମ୍ଭର ମହିମା ଗାନ କରନ୍ତୁ ମାନବ, ତୁମ୍ଭର ମହିମା ଗାନ କରନ୍ତୁ ମାନବ। ଇତି ଦ୍ୱିତୀୟ ଅଧ୍ୟାୟ। ଅଥ ତୃତୀୟ ଅଧ୍ୟାୟ। ସନକ ଉବାଚ। ସନକ କହନ୍ତି ଉତ୍ସାହ ଆଗ୍ରହ ଭରେ, ଶୁଣି ଧନ୍ୟ ହେଲି ଆପଣଙ୍କ ସିଦ୍ଧାନ୍ତରେ। ଆଉ ଏକ ପ୍ରଶ୍ନ ନିବେଦନ କରୁଅଛି, କରନ୍ତୁ ସମାଧାନ ତାହାର ଆହେ ଋଷି। କେଉଁମାନେ ଗାୟତ୍ରୀ ବ୍ରତ ଆଚରିଥିଲେ, କେଉଁ ପ୍ରକାର ଫଳ ସେମାନେ ପାଇଥିଲେ? ଶୁଣିବା ପାଇଁ ଆଗ୍ରହ ହେଉଛି ଆମ୍ଭର। ସତ ଘଟଣା କୁହନ୍ତୁ ଆହେ ଋଷିବର। ସତ ଘଟଣା କୁହନ୍ତୁ ଆହେ ଋଷିବର। ଶ୍ରୀ ସୁତ ଉବାଚ। ସୁତ କହୁଛନ୍ତି ମନରେ ରଖି ସନ୍ତୋଷ, ଶୁଣ ହେ ଭଦ୍ରମଣ୍ଡଳୀ କହୁଛି ଯା ସତ୍ୟ। ପୁରାଣ କାଳରେ ମଦ୍ର ଦେଶର ରାଜନ, ନିସନ୍ତାନ ହୋଇ କାଟୁଥିଲେ ରାତି ଦିନ। ରାଜା ଅଶ୍ୱପତି ରାଣୀଙ୍କ ନାମ ମାଳତୀ, ଉଭୟେ ଧର୍ମ କର୍ମରେ ରହିଥିଲେ ମାତି। ସନ୍ତାନ ଅଭାବର ଦୁଃଖ ସହି ନ ପାରି, ପରାଶର ଋଷି ଆଗେ କରିଲେ ଗୁହାରି। ପରାଶର ସବୁ ଶୁଣି ବୁଝାଇ କହିଲେ, ଶୁଣ ରାଜା ରାଣୀ ଯାହା କହୁଅଛି ଭଲେ। ଗାୟତ୍ରୀ ମାତାଙ୍କ ବ୍ରତ ଯଦି ଆଚରିବ, ଜନ୍ମ ଜନ୍ମ ପାତକ ତୁମ୍ଭର ନଷ୍ଟ ହେବ। ପାତକ ନଷ୍ଟ ହେଲେ ପାଇବ ସୁସନ୍ତାନ, ନିଶ୍ଚିତ ହେବ ଭାଗ୍ୟ ତୁମ୍ଭ ପରିବର୍ତ୍ତନ। ନୟନ ଲୁହ ଝରାଇ ଋଷିଙ୍କ ପୟରେ, ବ୍ରତ ନେବା ପାଇଁ ରାଜା ନିବେଦନ କଲେ।
ପରାଶର ଋଷି ତାଙ୍କୁ ସଂକଳ୍ପ ଯେ ଦେଲେ, ଗାୟତ୍ରୀ ବ୍ରତ ବିଧାନ ସବୁ ବୁଝାଇଲେ। ସଦାବରେ ରାଜା ରାଣୀ କଲେ ଆଚରଣ, 14 ବର୍ଷ ପର୍ଯ୍ୟନ୍ତ କଲେ ଜପ ଧ୍ୟାନ। ଶେଷରେ ଗାୟତ୍ରୀ ମାତା ହୋଇଲେ ପ୍ରସନ୍ନ, କହିଲେ ହେ ବ୍ରତୀ ତୁମ୍ଭର କି ପ୍ରୟୋଜନ। ପ୍ରଥମେ ରାଣୀ କହିଲେ ହେ ମାତା ଗାୟତ୍ରୀ, କନ୍ୟା ରୂପେ ଯାଚନା କରୁଛି ଯେ ସନ୍ତତି। ରାଜା କହିଲେ ହେ ମାତା ପୁତ୍ର ଏକ ଦିଅ, ପ୍ରଜା ପାଳନ ଦିଗରେ ସାହା ହୋଇଥାଅ। ଗାୟତ୍ରୀ ମାତା କହିଲେ ଆହେ ନୃପବର, ନିଶ୍ଚିତ ଭାବେ ତୁମ୍ଭର ହୋଇବ କୁମର। ପ୍ରଥମରେ କନ୍ୟା ସନ୍ତାନ ତୁମ୍ଭର ହେବ, ଯିଏ ଦୁଇ କୂଳକୁ ଉଦ୍ଧାର କରାଇବ। ଏହା ଶୁଣି ଅଶ୍ୱପତି ରାଜା ଖୁସି ହେଲେ, ବର୍ଷ ଅନ୍ତରେ ଏକ କନ୍ୟା ପ୍ରାପ୍ତି କଲେ। ପରାଶର ଋଷି ଦ୍ୱାରା ଯେତେକ ସଂସ୍କାର, କରାଇଲେ ନୃପବର ସମୟାନୁସାର। ଋଷି କନ୍ୟାର ନାମ ଯେ ସାବିତ୍ରୀ ରଖିଲେ, ଗାୟତ୍ରୀ ଅଂଶରେ ଯିଏ ଜନ୍ମ ହୋଇଥିଲେ। ସେହି ସାବିତ୍ରୀ ଗାୟତ୍ରୀ ଉପାସନା କରି, ଖୋଜି ସତ୍ୟବାନଙ୍କୁ ବରଣ ଥିଲେ କରି। ଯମହସ୍ତରୁ ସତ୍ୟବାନଙ୍କୁ ଫେରାଇଲେ, ଯୁଗ ଯୁଗରେ ନିଜ ସୁନାମ ରଖିଗଲେ। ତେଣୁ ହେ ସନକ ନିସନ୍ତାନୀ ପରିଜନ, ଗାୟତ୍ରୀ କୃପା ବଳରେ ପାଆନ୍ତି ସନ୍ତାନ। କୁମାରୀ କନ୍ୟା ପାଆନ୍ତି ମନ ଲାଖିପତି, ଅଭାବୀ ଲୋକ ପାଆନ୍ତି କୁବେର ସମ୍ପତ୍ତି। କହୁଛି କଥାଏ ଶୁଣ ଏ କଳି ଯୁଗରେ, ପ୍ରଚାର ବ୍ରତ ଧରି ଯେ ଯାହା ପାଇଥିଲେ। ସନ୍ନ୍ୟାସୀ ଶେଠ ନାମକ ଜଣେ ଚିକିତ୍ସକ, ଗାୟତ୍ରୀ ବ୍ରତ ଆଚରି ହୋଇଲେ ସାଧକ। ସମ୍ବଲପୁରରେ ତାଙ୍କ ଘର ଯେ ଅଛଇ, ଚିକିତ୍ସାରେ ତାଙ୍କର ଯେ ଯଶ ଉଡୁଥାଇ। ଗୁରୁଙ୍କର ଆଶୀର୍ବାଦରୁ ସେ ମହାତପୀ, ସର୍ବସ୍ୱ ତ୍ୟାଗ କରି ହୋଇଗଲେ ସନ୍ନ୍ୟାସୀ। ଯାହା ଥିଲା ଘର ଦ୍ୱାର ଧନ ଓ ସମ୍ପତ୍ତି, ଧର୍ମ ପ୍ରଚାର ପାଇଁ ଦେଲେ ତାହା ଆହୁତି। ନିଜ ପ୍ରତିଭା ଯୋଗ୍ୟତା ସବୁ ସମର୍ପିଲେ, ଆଜୀବନ ଗୁରୁଙ୍କ ସେବାରେ ବିତାଇଲେ। ସାରା ଓଡ଼ିଶାରେ ସିଏ ହୋଇଲେ ବରେଣ୍ୟ, ତ୍ୟାଗୀ ତପସ୍ୱୀ ସନ୍ନ୍ୟାସୀ ନାମେ ହେଲେ ଧନ୍ୟ। ଦ୍ୱିତୀୟ କଥା ପ୍ରସଙ୍ଗ ଧ୍ୟାନ ଦେଇ ଶୁଣ, ଗାୟତ୍ରୀ ମାତା ଯାହାର କରିଲେ କଲ୍ୟାଣ। ଗୋକୁଳ ରାଓ ତିରୋଳି ନାମରେ ସାଧକ, ଅମୁରା ଗ୍ରାମରେ ଘର ଥିଲା ଯେ ତାହାଙ୍କ। ଥିଲେ ସେ ପରମ ବ୍ରତୀ ଗାୟତ୍ରୀ ବ୍ରତରେ, ପ୍ରଚାର କରୁଥିଲେ ବୁଲି ବୁଲି ଗ୍ରାମରେ। ଜଳ ଅଭାବରୁ ତାଙ୍କ ଜମିର ଫସଲ, ପ୍ରତିବର୍ଷ ନଷ୍ଟ ହେଉଥିଲା ବାରମ୍ବାର। ଗୁରୁଙ୍କୁ ଜଣାଇଲେ ନିଜର ସମସ୍ୟାକୁ, ସମାଧାନ ପାଇଁ ନିବେଦନ କଲେ ତାଙ୍କୁ। ଗୁରୁଦେବ ତାଙ୍କୁ ଏକ ପତ୍ର ଲେଖିଦେଲେ, ଗାୟତ୍ରୀ ବ୍ରତ ଆଚରି କାମ କର ଭଲେ। ଜମିରେ କୂପ ଗୋଟିଏ ଖନନ କରିବ, ସେହି ଜଳ ଦ୍ୱାରା ଚାଷ କାମ କରୁଥିବ। ଗାୟତ୍ରୀ ମାତାଙ୍କ କାମ ମନ ଦେଇ କଲେ, ଜଳ ଅଭାବ ନହିବ ଦିନେ କେବେ ହେଲେ। ସେହିପରି କଲେ ଗୋକୁଳ ରାଓ ତିରୋଳି, ଗାୟତ୍ରୀ ପ୍ରଚାର କରି ଦିନ ଦେଲେ ସାରି। କୂଅରୁ ତାଙ୍କର ଜଳ କେବେ ନ ଶୁଖିଲା, ଯେତେ କାଢୁଥିଲେ ସେତେ ବଢି ଯାଉଥିଲା। ମରୁଡ଼ି ଜନିତ ଦୁଃଖ ଆଉ ନ ରହିଲା, ଧନ ଧାନ୍ୟ ତାଙ୍କ ଘର ପରିପୂର୍ଣ୍ଣ ହେଲା। ଗାୟତ୍ରୀ ମାତାଙ୍କୁ ଧ୍ୟାଇ ଜୀବନ ତେଜିଲେ,
ମାନବ ଜୀବନକୁ ସାର୍ଥକ କରିଦେଲେ। ସତ୍ୟ ଘଟଣା କହୁଛି ଟିଟିଲାଗଡ଼ର, ଯିଏ ପାଇଲେ ସୁପତି କରିଣ ପ୍ରଚାର। 108 କୁଣ୍ଡ ଯଜ୍ଞ ଆୟୋଜିତ, ଟିଟିଲାଗଡ଼ ସ୍ଥାନରେ ହେଲା ସମ୍ପାଦିତ। 3ଟି କୁମାରୀ ଝିଅ ଶ୍ରଦ୍ଧା ସହକାରେ ଗାୟତ୍ରୀ ବ୍ରତ ଆଚରି ପ୍ରଚାର କରିଲେ। ପିତାମାତା ବିବାହ ପାଇଁ ଥିଲେ ଚିନ୍ତିତ, ବୟସ ପିତାଙ୍କର ବଢ଼ୁଥିଲା ନିଶ୍ଚିତ। ଗୁରୁଦେବ ଗାୟତ୍ରୀଙ୍କୁ ସମର୍ପଣ କରି ପ୍ରଚାର କରୁଥିଲେ ଯେ ବାଧା ସହ୍ୟ କରି। ନାନା ଲୋକ ନାନା ପ୍ରକାର କଥା କହିଲେ, ଗାୟତ୍ରୀ ମାତାଙ୍କୁ ସମର୍ପି ସବୁ ସହିଲେ। କହିବା ଲୋକ ନୁହଇ ମହତ ସଂସାରେ, ସହିଯିବା ଲୋକ ସିନା ସିନ୍ଧୁ ତରିପାରେ। ସହିଯିବା ଲୋକ ସିନା ସିନ୍ଧୁ ତରିପାରେ। ସହିଯିବା ଲୋକ ସିନା ସିନ୍ଧୁ ତରିପାରେ। ଧର୍ମ ପ୍ରଚାରେ ଆସଇ ଅନେକ କଷଣ, ସହ୍ୟ କଲେ ପାପ ସବୁ ନଷ୍ଟ ହୁଏ ଜାଣ। ଏମିତି 3 ଝିଅଙ୍କ ପ୍ରଚାର କ୍ରିୟାରେ, ଅନିଷ୍ଟ ଗ୍ରହ ରିଷ୍ଟ ଦୂରକୁ ଚାଲିଗଲେ। ଯଜ୍ଞ ପରେ 3 ଝିଅଙ୍କ ବିବାହ ଯୋଗ ଘଟି ଯାଇଥିଲା, ପାଇଲେ ସୁଖ ସମ୍ଭୋଗ। ବହୁତ ଅଛଇ ଧର୍ମ ପ୍ରଚାରର ଲାଭ, ବର୍ଣ୍ଣନା କଲେ ବି ତାହା ନୁହଇ ସମ୍ଭବ। ଯେଉଁମାନେ କରିଛନ୍ତି ବ୍ରତ ଆଚରଣ, ସାମାନ୍ୟ କରିଛନ୍ତି ସମୟ ଅଂଶଦାନ। ନିଶ୍ଚିତ ସେମାନେ ନିଜ ମନ ଲାଖି ଫଳ ପାଇଛନ୍ତି ସଂସାରରେ, ଏ ନୁହେଁ ନିଷ୍ଫଳ। ସୁନ୍ଦରଗଡ଼ ଜିଲ୍ଲାର ଏକ ପରିଜନ, ବିବାହ ପରେ ନ ଦେଖିଲା କେବେ ସନ୍ତାନ। 16 ବର୍ଷ ପର୍ଯ୍ୟନ୍ତ ନିସନ୍ତାନୀ ହୋଇ, ଯିଏ ଯାହା କହିଲେ ସେ ତାହା କରୁଥାଇ। ଅନେକ ପ୍ରକାର ପୂଜା ଜପ ତପ ଦାନ, ତାର ସତ୍ୟ ନ ଦେଖିଲା ସନ୍ତାନ ବଦନ। ଗାୟତ୍ରୀ ମହିମା ଶୁଣି ସେହି ପରିଜନ, ସପତ୍ନୀକ ଉଦ୍ବେଳିତ ହେଲେ ତତ୍କ୍ଷଣ। ଅନ୍ତର ସହିତ ବ୍ରତ ଆଚରିବା ପାଇଁ, ମିଳିଲେ ଗାୟତ୍ରୀ ସାଧକଙ୍କ ପାଖେ ଯାଇ। ନିଜ ମନ କଥା ସବୁ କହି ଖୋଲି ଦେଲେ, ସନ୍ତାନ ପ୍ରାପ୍ତ କିପରି ହୋଇବ ବୋଇଲେ। ଶୁଣି ସାଧକ କହିଲେ ତାହାଙ୍କୁ ବୁଝାଇ, ବ୍ରତ ନିୟମ କହିଲେ ଆଚରିବା ପାଇଁ।
ପାଞ୍ଚ ଜଣ ମଧ୍ୟରେ ଏହା ପ୍ରଚାର କରିବ। ନିଶ୍ଚୟ ସମସ୍ତ ପାପ ଖଣ୍ଡନ ହୋଇବ। ମହିଳା ମଣ୍ଡଳ ପ୍ରଜ୍ଞା ମଣ୍ଡଳ କରିବ। ନିୟମିତ ମନ୍ତ୍ର ଚାଲିସା ଗାନ କରିବ। ଗୁରୁଦେବଙ୍କ ବିଚାର ପ୍ରସାର କରିବ। ଧର୍ମଗ୍ରନ୍ଥ ପଢ଼ି ନିଜେ ଅନ୍ୟ ପଢ଼ାଇବ। ସେହି ନିଃସନ୍ତାନୀ ଜନ ଶ୍ରଦ୍ଧା ସହକାରେ ବ୍ରତ ଆଚରି ଧର୍ମ ପ୍ରଚାର କରିଲେ। ବ୍ରତ ଆଚରି ଧର୍ମ ପ୍ରଚାର କରିଲେ। ବ୍ରତ ଆଚରି ଧର୍ମ ପ୍ରଚାର କରିଲେ। ତିନି ଚାରି ମାସ ଯେବେ ପ୍ରଚାର କରିଲେ, ପତ୍ନୀଙ୍କୁ ଗର୍ଭ ଲକ୍ଷଣ ଦିଶିଲା ସେ କାଳେ। ଅତି ଆନନ୍ଦରେ ସେହି ଦମ୍ପତି ଶ୍ରଦ୍ଧାରେ ଗାୟତ୍ରୀ ମାତାଙ୍କୁ ସ୍ମରି କୃତଜ୍ଞ ହୋଇଲେ। ବର୍ଷ ଭିତରେ ପାଇଲେ ସୁନ୍ଦର କୁମାର। ଗାୟତ୍ରୀ ମାତାଙ୍କ ଲୀଳା କରିଲେ ପ୍ରଚାର। ସୁବର୍ଣ୍ଣପୁର ଗ୍ରାମେ ଯେବେ ହେଲା ପ୍ରଚାର, ଗାୟତ୍ରୀ ମାତାଙ୍କ ଲୀଳା ଘଟିଲା ସେଠାର। ଏକ ଦମ୍ପତି ଥିଲେ ଗାୟତ୍ରୀ ବ୍ରତେ। ନାନା ମାଧ୍ୟମେ ପ୍ରଚାର କରୁଥିଲେ ନିତି। ଦୁର୍ଭାଗ୍ୟବଶତଃ ତାଙ୍କ କନ୍ୟାକୁ ଯୁକତେ ଡାକିନି ସାକିନି ହଇରାଣ କଲେ ଯେତେ। ଝିଅ ସ୍ୱାଭାବିକ ସ୍ଥିତି ଭୁଲି ଯାଉଥିଲା। ନିଜର ବୁଦ୍ଧିରେ ସିଏ କିଛି ନ କରିଲା। ଏପରି ସ୍ଥିତି ଦେଖିଣ ତାର ପିତା ମାତା ବିନମ୍ର ଭାବେ ଜଣାଇଲେ ଗାୟତ୍ରୀ ମାତା। ଗାୟତ୍ରୀ ତୀର୍ଥ ଶାନ୍ତି କୁଞ୍ଜ ଯେ ହରିଦ୍ୱାରେ ସମାଧାନ ପାଇଁ ଏକ ପତ୍ର ଲେଖିଦେଲେ। ଗୁରୁଙ୍କ ସୂକ୍ଷ୍ମ ସଂରକ୍ଷଣ ଯେ ମିଳିଗଲା। ନିତ୍ୟ ଯଜ୍ଞ କରିବାକୁ ଆଦେଶ ଆସିଲା। ଶ୍ରଦ୍ଧାରେ ସେ ପତି ପତ୍ନୀ କଲେ ନିତ୍ୟ ଯଜ୍ଞ।
ଝିଅଙ୍କୁ ପାଶେ ବସାଇ କଲେ ପୂଜା ଧ୍ୟାନ। ଡାକିନି ସାକିନି ଯାହା ଥିଲେ ତାକୁ ମାଡ଼ି। ଦୁର୍ବଳ ହୋଇଣ ଚାଲିଗଲେ ଦେହ ଛାଡ଼ି। ସୁସ୍ଥ ହୋଇଲା ଝିଅଟି କରି ଯଜ୍ଞବ୍ରତ। ଗାୟତ୍ରୀ ବ୍ରତକୁ ମଧ୍ୟ କରିଲା ବିଖ୍ୟାତ। ଭୂତ ପ୍ରେତ ଡାକିଣି ସାକିନି ଯେ ପିଶାସ। ଭୟରେ ପଳାଇଥାନ୍ତି ଆଚରିଲେ ବ୍ରତ। ଭୟରେ ପଳାଇଥାନ୍ତି ଆଚରିଲେ ବ୍ରତ। ଯେଉଁ ଘରେ ନିତ୍ୟ ଗାୟତ୍ରୀ ମନ୍ତ୍ର ଗୁଞ୍ଜନ। ସକାଳେ ଓ ସନ୍ଧ୍ୟାରେ ଉଠିବ ଗାୟନ। ଭୂତ ପ୍ରେତ ଡାହାଣୀ ସେ ପାଖ ନ ମାଡ଼ନ୍ତି। ସବୁ ଗ୍ରହ ବାଧା ମାନ ଦୂର ହୋଇଯାନ୍ତି। ଯେଉଁମାନେ ଆଚରିଛନ୍ତି ଗାୟତ୍ରୀ ବ୍ରତ। ମନୋବାଞ୍ଛିତ ଫଳ ପାଇଛନ୍ତି ନିଶ୍ଚିତ। ଓଡ଼ିଶା ପ୍ରଦେଶରେ ଗାୟତ୍ରୀଙ୍କର ବ୍ରତ। ପ୍ରଚାର ହୋଇଲା ଚାରି ଆଡ଼େ ଅବିରତ। ବାହାରିଲେ ଜୀବନ ଦାନୀ ଓ ଅଂଶଦାନୀ। ଧର୍ମ ପ୍ରଚାରେ ସମର୍ପି ଦେଲେ ଜୀବନୀ। ଗାୟତ୍ରୀଙ୍କ ମହିମା କଥା ଯେ କହୁଥିଲେ। ଗୁରୁଦେବଙ୍କ ବିଚାରେ ପ୍ରସାର କରିଲେ। ହେମନ୍ତେ ସମୟେ କେତେ ଜଣ ଖଳ ଲୋକ। ନାନା ପ୍ରକାରେ ବିରୋଧ କଲେ ଅନେକ। ନାନା ପ୍ରକାରେ ଗାଳି ଗୁଲଜ କରୁଥିଲେ। ବ୍ରତୀମାନଙ୍କୁ ଅଧର୍ମୀ ବୋଲି କହୁଥିଲେ। ପୁଣି କହୁଥିଲେ ଏମାନେ ଯେ ଅଳସୁଆ। କର୍ମ ଭୀରୁ କର୍ମ କୂଢ଼ ଓ ମାଗଣା ଖିଆ। ଭୁଲି ଭୁଲି ଠକିବା କାମ କରୁଛନ୍ତି। ଅନ୍ୟମାନଙ୍କର ଅନ୍ନ ଧ୍ୱଂସ କରୁଛନ୍ତି। ଏମିତି ଅନେକ କଥା ସେ ଅଧର୍ମୀ ଲୋକ କହୁଥିଲେ ବ୍ରତୀମାନଙ୍କୁ କରି
আক্ষেপ নিষ্ঠা পর ব্রতি কাহা কথা ন শুଣିলে ଗାୟତ୍ରୀ ମାତାଙ୍କୁ ସବୁ ସମର୍ପଣ କଲେ ବର୍ଷ ଅନ୍ତରେ ବିରୋଧୀ ଲୋକଙ୍କ ଦୁର୍ଦ୍ଦଶା ଘଟିଗଲା ବ୍ରତୀଙ୍କୁ ପୃଥିବାରୁ ଈର୍ଷା ଜଣେ ଜଣେ କରି ସବୁ ଭୋଗିଲେ ବିପତ୍ତି କାହାକୁ ଅସାଧ୍ୟ ରୋଗ କାହାକୁ ଦୁର୍ଗତି କାହାର ସର୍ବସ୍ୱ ଧନ ଚୋର ବୋହି ନେଲେ କୁସଙ୍ଗରେ ପଡ଼ି କିଏ ଘର ସାରି ଦେଲେ କାହାର ମାନ ସମ୍ମାନ କ୍ଷଣେ ଉଡ଼ିଗଲା କାହାର ସନ୍ତାନ ମୃତ୍ୟୁ ମୁଖରେ ପଡ଼ିଲା କିଏ ମୁକଦ୍ଦମା କରି ଘର ଧୋଇ ଦେଲା ଆଉ କିଏ ନିଶା ବେଶ୍ୟା କରି ସରିଗଲା ଏସବୁ ଦୁର୍ଦ୍ଦଶା ଦେଖି ଧାର୍ମିକ ସକଳ କୁହାକୁହି ହେଲେ ଏତ ବିରୋଧର ଫଳ ଗାୟତ୍ରୀ ବ୍ରତୀଙ୍କୁ ଯିଏ ବିରୋଧ କରିବ ସଙ୍ଗେ ସଙ୍ଗେ ପୁଣ୍ୟ ଫଳ ତାର ନଷ୍ଟ ହେବ ସେଇ ଦିନରୁ ହୋଇବ ଦୁର୍ଭାଗ୍ୟ ବରଣ ସବୁ ଗ୍ରହ ବାଧା ତାକୁ ଲାଗିବ ସେ କ୍ଷଣ ପଶ୍ଚାତାପ କରି ଯିଏ ଗାୟତ୍ରୀ ଚରଣେ ବ୍ରତ ଆଚରିବ ଶ୍ରଦ୍ଧା ବିଶ୍ୱାସର ମନେ ନିଶ୍ଚୟ ତାହାର ସୁଖ ସୌଭାଗ୍ୟ ବଢ଼ିବ ଭଜିଥିବା ମାନ ସମ୍ମାନ ଫେରି ଆସିବ ଭଜିଥିବା ମାନ ସମ୍ମାନ ଫେରି ଆସିବ ଭଜିଥିବା ମାନ ସମ୍ମାନ ଫେରି ଆସିବ ଆହୁରି ସତ୍ୟ ଘଟଣା ଘଟିଛି ଅଶେଷ ଯେତେ ବର୍ଣ୍ଣିଲେ ବି ତାହା ହୋଇବନି ଶେଷ ଲକ୍ଷ ଲକ୍ଷ ସାଧକ ପାଇଅଛନ୍ତି ଫଳ ନିରାଶ କରି ନାହାନ୍ତି କେବେ ଗୁରୁବର ଯିଏ ଗୁରୁଦେବ ସିଏ ଗାୟତ୍ରୀ ଅଟନ୍ତି ଗୁରୁ ମନ୍ତ୍ର ରୂପେ ଶାସ୍ତ୍ର ମହିମା ଗାନ୍ତି ଏଣୁ ଗୁରୁଙ୍କ ଅନୁଶାସନ ବଡ଼ ଧର୍ମ ଏ ଧର୍ମ ପାଳନ କଲେ ଜୀବନ ନିର୍ମାଣ
ଏ ଧର୍ମ ପାଳନ କଲେ ଜୀବନ ନିର୍ମାଣ। ଶ୍ରୀସୁତ ଉବାଚ ସୁତ କହୁଛନ୍ତି ଆହେ ଶ୍ରଦ୍ଧାଳୁ ସନକ, ଗାୟତ୍ରୀ ମାତା ହିଁ କାମ ଧେନୁର ସ୍ୱରୂପ। ଯିଏ ଯା କାମନା କରେ ସେହି ଫଳ ପାଏ, ପାପ ନାଶିନୀ ମାତାଙ୍କ ଭକ୍ତ ସେ ବୋଲାଏ। ପୁଣି ଗାୟତ୍ରୀ ମାତା ଟନ୍ତି କଳ୍ପବଟ, ମନାସି ଯାଚିଲେ ଫଳ ଦିଅନ୍ତି ତ୍ୱରିତ। ବ୍ରହ୍ମାସ୍ତ୍ର ବୋଲି ମନ୍ତ୍ରକୁ ଶାସ୍ତ୍ରରେ କହନ୍ତି, ଯାହା ଜପ କଲେ ନଷ୍ଟ ହୁଏ ମୂଢ଼ମତି। ଗାୟତ୍ରୀ ମନ୍ତ୍ରଟଇ ସ୍ୱର୍ଗର ଅମୃତ, ଜପ ଧ୍ୟାନ କଲା ଲୋକେ ହୁଅନ୍ତି ମହତ। ତାହାର ପ୍ରଚାରେ ଯିଏ ଜୀବନ ଦିଅନ୍ତି, ଦେବଦୂତ ବୋଲି ତାଙ୍କୁ ଶାସ୍ତ୍ରରେ କହନ୍ତି। ଶକ୍ତି ଅନୁସାରେ ଯିଏ କରଇ ପ୍ରଚାର, ତାହାର ପାପ ଧୋଇ ହୋଇ ଯାଏ ସକଳ। ଦୀନ ଦୁଃଖୀ ଦଳିତ ଦୁର୍ବଳ ପତିତ, ଗାୟତ୍ରୀ ବ୍ରତ ଆଚରି ହୁଅନ୍ତି ମହତ। ଗାୟତ୍ରୀ ବ୍ରତ ଆଚରି ହୁଅନ୍ତି ମହତ। ଗାୟତ୍ରୀ ବ୍ରତ ଆଚରି ହୁଅନ୍ତି ମହତ। ଗାୟତ୍ରୀ ମହିମା କଥା ଅଶେଷ ଅଟଇ, ଶତବର୍ଷ କହିଲେ ବି ତାହା ନ ସରଇ। ଆହେ ଋଷି ସନକ ଏହି ବ୍ରତ ଆଚର, ସାରା ଦେଶରେ ଏହାକୁ କର ହି ପ୍ରଚାର। ହର ଗୁରୁ ଗାୟତ୍ରୀ ମାତାଙ୍କ ଜୟକାର, ହରିବୋଳ ଦିଅ ଭାଇ ପାପ ଯିବ ଦୂର। ହୁଳ ହୁଳି ଦିଅ ମା ଭଉଣୀ ସକଳ, ଅଜ୍ଞାନ ଅନ୍ଧକାର ମେଟି ଯାଉ ସଳ। ଶଙ୍ଖ ଘଣ୍ଟ ନାଦରେ ଆରତି କର ଯାଇ, ପୁଷ୍ପାଞ୍ଜଳି ରୂପେ ପାପ ଦିଅ ହେ ଚଢ଼ାଇ। ନିଶା ହିଂସା କ୍ରୋଧ ଲୋଭ ନାନା ଦୁର୍ଗୁଣ, ପାପ ଅଟଇ ଭାଇରେ ଛାଡ଼ ତତକ୍ଷଣ। ଗାୟତ୍ରୀ ବ୍ରତରେ ମନ ଦିଅ ହେ ଲଗାଇ, ସବୁ ବାଧା ପୀଡ଼ା ଦୁଃଖ ଜୀବରେ ପଳାଇ। ଗାୟତ୍ରୀ ବ୍ରତ ବିଧାନ ଏହା ଯେ ଅଟଇ, ଚିନ୍ତା କରି ଲେଖିଲେ ମୀନ କେତନ ଭାଇ। ଚିନ୍ତା କରି ଲେଖିଲେ ମୀନ କେତନ ଭାଇ। ଗାୟତ୍ରୀ ମାତା ଚରଣେ ଶରଣ ଆମ୍ଭରି, ସୁଖରେ ରଖିଥାନ୍ତୁ ସର୍ବ ନର ନାରୀ। ସମାପ୍ତ ହେଲା ଗାୟତ୍ରୀ ମାତା ବ୍ରତ କଥା, ସମାପ୍ତ ହେଲା ଗାୟତ୍ରୀ ମାତା ବ୍ରତ କଥା।
জয় গুরুদেব হে জয় গায়ত্রী মাতা, জয় গুরুদেব হে জয় গায়ত্রী মাতা, জয় গুরুদেব হে জয় গায়ত্রী মাতা। ইতি তৃতীয়োধ্যায়। ভীমস্যাপি রণে ভঙ্গো মুনেরপি মতিভ্রমঃ, যদি শুদ্ধমশুদ্ধম বা মম দোষ ন বিদ্যতে। ওম দ্যৌঃ শান্তি অন্তরিক্ষগম শান্তি, পৃথিবী শান্তিরাপঃ শান্তিरोषधयः शान्तिः, वनस्पतयः शान्तिर्विश्वे देवाः शान्तिर्ब्रह्म शान्तिः, सर्वगं शान्तिः शान्तिरेव शान्तिः, सामा शान्तिरेधि। ओम शांति शांति शांति, सर्वारिष्टसु शान्तिर्भवतु।